ଚାନ୍ଦଲ ବ୍ଲକ ର ସବୁଠାରୁ ବଡ଼ ଗଣେଶ ମୂର୍ତ୍ତି କଳିଙ୍ଗ ରାଜା ନିଶ୍ଚନ୍ତା। ଦେଖନ୍ତୁ ଆପଣମାନେ ସିଧା ଦେଖିପାରୁଥିବେ କେତେ ବଡ଼ ଗଣେଶ ମୂର୍ତ୍ତି। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଆଉ ଗୋଟେ ନୂଆ ଭିଡ଼ିଓକୁ ୱେଲକମ୍। ତ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବେ ଭିଡ଼ିଓଟି କ'ଣ। ତ ବର୍ତ୍ତମାନ ମୁଁ ଦୋକାନରେ ଅଛି। ତ ଆଜି ଆମେ ବ୍ଲଗିଂ କରତେ ଯିବୁ ନିଶ୍ଚନ୍ତା ବାଲିପାଟଣା ଏବଂ ଉଗ୍ରତରା। ତ ସେଠି ବିଗ୍ ଫେଷ୍ଟିଭାଲ୍ ବିଗ୍ ଡେକୋରେଟର ହେଉଛି। ତ ବିଗ୍ ଫେଷ୍ଟିଭାଲ୍ ଗଣେଶ ପୂଜା ପାଇଁ ହେଉଛି। ତ ବର୍ଷା ଦୁଇ ତିନି ଦିନ ହେଲା ଲାଗି ରହିଛି। ତ ଆମେ ସେଥିପାଇଁ ଆମେ ଯାଇପାରୁନୁ। ତ ବର୍ତ୍ତମାନ ଆମେ ସନ୍ଧ୍ୟାବେଳେ ଆଜି ସନ୍ଧ୍ୟାବେଳେ ଆମେ ଯିମୁ। ତ ଲିପୁନ ଯିବ, ମୁଁ ବି ଯିବି, ଆଉ ତା ସାଙ୍ଗେ ରାଜା ଯିବ। ତ ମୁଁ ବି ଦୋକାନରେ ଅଛନ୍ତି। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ତ ସର୍ବପ୍ରଥମେ ଆମେ ଉଗ୍ରତରା ଗଣେଶ ଠାକୁର ଦେଖି ଯିମୁ। ତ ଆପଣ ଦେଖିପାରୁଥିବେ ଆମେ ରୋଡରେ ଯାଉଛୁ, ଟିକେ ଲେଟ୍ ହେଇଗଲା ଦୋକାନ ବନ୍ଦ କରିକି ଆସୁ ଆସୁ। ତ ଉଗ୍ରତରା ହେଇକି ଆମେ ନିଶ୍ଚନ୍ତା ବାଲିପାଟଣା ଯିମୁ। ତ ଉଗ୍ରତରା ଗେଟ୍ ଦେଖାଗଲାଣି ଦେଖନ୍ତୁ, ସୁନ୍ଦର ଭାବରେ ସାଜସଜା ହେଇଛି। ଆମେ ଗେଟ୍ ଭିତରକୁ ଏଣ୍ଟ୍ରି କରିମୁ। ତ ଦେଖନ୍ତୁ ବିଭିନ୍ନ ପ୍ରକାର ଲାଇଟ୍ ବି ଲାଗିଛି, ବେଲୁନ ଲାଇଟ୍। ସାପଟ ପଛରେ ଯା। ତ ଆମେ ଧୀରେ ଧୀରେ ପୂଜା ମଣ୍ଡପକୁ ଯାଉଛୁ। ତ ଦେଖନ୍ତୁ ଲିଚୁ ଲାଇଟ୍ ବି ଲାଗିଛି। ତ ଏପଟର ଗଣେଶ ପୂଜା ଫେମସ୍। ଏଇଟା ହଉଛି ମେନ୍ ଗେଟ୍। ମା ମଙ୍ଗଳା କ୍ଲବ ଉଗ୍ରତରା ପବିତ୍ର ଗଣେଶ ପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ତ ଆମେ ଆସିକି ମେଢ ପାଖରେ ପହଞ୍ଚୁନୁ। ସୁନ୍ଦର ଭାବରେ ତୋରଣ ବାଗା ହେଇଛି ଦେଖନ୍ତୁ। ତ ବର୍ତ୍ତମାନ ଆମେ ଭିତରକୁ ଯିବା, କେମିତି ଠାକୁରଙ୍କ ପାଖରେ ସାଜସଜା ହେଇଛି ଆମେ ଦେଖିବା। ତ ଚାଲନ୍ତୁ ଯିବା। ତ ଚାଲନ୍ତୁ ପୂଜା ମଣ୍ଡପ ଭିତରକୁ ଯିବା। ତ ସୁନ୍ଦର ଭାବରେ ସାଜସଜା ହେଇଛି। ତ ଦେଖନ୍ତୁ କିଭଳି ଭାବରେ ଦି ସାଇଡରେ ଫୁଲ ଲାଗିଛି। ତ ଏଠି ବି ଭଲ ତୋରଣ ଗୋଲେଇ ତୋରଣ ଲାଗିଛି। ତ ଯେହେତୁ ରାତି ହେଇଗଲାଣି କେହି ଲୋକ ନାହାନ୍ତି। ସେପଟ ମେଲୋଡି ହଉଛି, ମେଲୋଡି ପାଖକୁ ପଳେଇ ଯାଇଛନ୍ତି। ତ ଆପଣ ସିଧାସଳଖ ଦେଖନ୍ତୁ ଉଗ୍ରତରା ଗଣେଶ ଠାକୁର ଦେଖିପାରୁଥିବେ। ବସ୍ 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 ବଢ଼ିଆ। ତ ଆମେ ବର୍ତ୍ତମାନ ଉଗ୍ରତରା ଗାଁରେ ଅଛୁ। ତ ଦେଖନ୍ତୁ ଡେକୋରେସନ୍ କ'ଣ କେମିତି ହେଇଛି, ପୁରା ଫାଣ୍ଟାଷ୍ଟିକ୍ ଡେକୋରେସନ୍ ହେଇଛି। ତ ଗଣେଶ ପୂଜା ଏପଟର ଫେମସ୍, ବହୁତ ସାଜସଜା ହେଇଛି। ଆପଣମାନେ ଭିଡ଼ିଓକୁ ଯାଇକି ଫୁଲ୍ ୱାଚ୍ କରନ୍ତୁ, ତ ଜାଣିପାରିବେ କ'ଣ କେମିତି ନିଶ୍ଚିନ୍ତା ଏବଂ ଉଗ୍ରତରା ଗ୍ରାମରେ କ'ଣ କେମିତି ଗଣେଶ ପୂଜା ପାଳିତ ହୋଇଯାଇଛି। ତ ଯେହେତୁ ବର୍ଷା ହେଉଥିଲା, ବର୍ଷା ପାଇଁ ଟିକେ ଆମେ ବୁଲାବୁଲି କରିପାରିନି। ଆଉ ତ ଆଜି ବର୍ଷା ଛାଡ଼ି ଯାଇଛି। ତ ସେଥିପାଇଁ ଆମେ ରାଜାର ମୋର ଲିପୁନ ବୁଲତେ ଆସୁଛୁ। ଆପଣମାନେ ଦେଖନ୍ତୁ ଡେକୋରେସନ୍ କ'ଣ କେମିତି ହେଇଛି, ପୁରା ସୁପର। ଦେଖନ୍ତୁ ପୁରା ଷ୍ଟାର ଲାଇଟ୍। ତ ଆପଣ ଠାକୁର ଦେଖିଲେ। ତ ବର୍ତ୍ତମାନ ଆମେ ଗାଁ ଭିତରକୁ ଯିବା, ସେଠି ମେଲୋଡି ହଉଛି। ତ ଗାଁରେ ବି ରାସ୍ତା ପାଖରେ ଦି ସାଇଡରେ ଭଲ ରକମ ସାଜସଜା ହେଇଛି ଉଗ୍ରତରା ଗାଁରେ। ତ ଦେଖନ୍ତୁ ଏଇଟା ହଉଛି ଗାଁର ମେନ୍ ଗେଟ୍। ତ ବଡ ବଡ ତୋରଣ ଗେଟ୍। କିଭଳି ଭାବରେ ଦେଖନ୍ତୁ ବେଲୁନ ଲାଇଟ୍ ଲାଗିଛି, ବହୁତ ସୁନ୍ଦର ଲାଗୁଛି। ଯାହା ହଉ ସବୁ ବର୍ଷ ପରି ଏ ବର୍ଷ ବି ବହୁତ ଧୁମଧାମରେ ପାଳିତ ହେଇଯାଇଛି ଉଗ୍ରତରା ଗଣେଶ ପୂଜା। ଦେଖନ୍ତୁ କେତେ ଲମ୍ବା ଟେଣ୍ଟ ହେଇଛି ଗାଁରେ। ତ ଯାହା ହଉ ଗାଁ ଲୋକ ବହୁତ ସହଯୋଗ, ପିଲାମାନଙ୍କ ସହଯୋଗରେ ଅନୁଷ୍ଠାନ ଦିନକୁ ଦିନ ବଢିବାରେ ଚାଲିଛି। ଦେଖନ୍ତୁ ଆମେ ଧୀରେ ଧୀରେ ଉଗ୍ରତରା ଗାଁରେ ପଶିକି ଯାଉଛୁ। ତ ମେଲୋଡି ହଉଛି ଆଗକୁ, ଆମେ ମେଲୋଡି ପାଖକୁ ଯାଉଛୁ। ତ ଏଠିକି ଗୋଟେ ମେନ୍ ଗେଟ୍ ବାଗା ହେଇଛି। ତ ଦେଖନ୍ତୁ ଆଉ ବର୍ଷା ଟା ଦି ଦିନ ହେଲା ହଉଥିଲା, ତ ଲୋକ ହଉନଥିଲେ। ତ ଆଜି ବର୍ଷା ଛାଡି ଯାଇଛି, ତ ସେଥିପାଇଁ ଆମେ ଦୋକାନ ବନ୍ଦ କରି ଆସିଛୁ। ଭଲ ଲାଗିଲା ଆସିକି ବୁଲି ଗଲୁ।
तो विभिन्न प्रकार लाइट भी लगी तो आप देखिए दी साइड लाइट लगी सुंदर भाव डिजाइन डिजाइन तो ये गोटे गणेश मूर्ति पूजा पाँच तो देखो तो ये पिला मैंने फटो फटो उठाऊँ आम आगे जावा तो मेन जगह आसी हम पहुंच गलु तो ये मेलोडी हो देखिए लाइट फाइट देखा सीधा स्थल देखो ये मेलोडी आरंभ हो तो आम आगू जापर बैक गेट रखी बैक गेट देखिए मेलोडी एंजॉय उग्रतार बुलाबुली कर सारा पर आम आसी पहुंचनु निश्चिंता बालीपाटना रे तो आप गेट देखिले तो आम भितर जाऊँ बर्तमान तो लिपुन राजा गले आगर तो सुंदर भाव साजसजा देखु आपण मैंने उग्रतारा देखते बर्तमान निश्चिंता देखिले कमेंट करी कहे कौ जगह भल ना निश्चिंता बालीपाटना ना आमर उग्रतारा तो लिपुन आगे आगे चलती तो बर्तमान लिपुन भिआई बेला चलती तो मुझे जहाँ कही साजसजा बहुत निश्चिंता बालीपाटना हुए तो ए वर्ष भी होती जेहेतु वर्षा टे लोक कमिगले तो आम धीरे धीरे जीवु ठाकुर पाखु तो उग्रतारा देखिलु आम बर्तमान निश्चिंता बालीपाटना देखो तो आपण मैंने भिडियो माध्यम देखिए आमको कमेंट करेंगे कौ जगह भल लगे आ कमेंट माध्यम जनइबे आ भिडियोटा फुल वाच करने देखिले पूरा फुल भिडियो देखिले आप जापर निश्चिंता एवं उग्रतारा कौन केमती साजसजा दल तो ये आमर बस पूजा कमिटी वाला जो मैंने विदाई देवे से देपारे तो आम आसी फाइनाल पहुँच गनु कलिंग राजा निश्चिंतार आप प्रथम कही आसती तो ए देखूँ तो निश्चिंता बालीपाटना सेपट गेट देखिले तो एपट आउ गोटे गेट तो आम गेट भर जा गेट भी आप देखिले तो एपट कौन केमी सजासज होती देखिया तो पिला सब ठाकुर दर्शन करके आइले तो ठाकुर दर्शन कम पिला माने सेल्फी नौ भिडियो भी कर कहीं डेकोरेशनटा मुझे कही आप थंबनेल देखि जानीपे जे मु डेकोरेशन मु भिडियोटी करी तो एथर भी साजसजा भल हो जेहेतु वर्षा हो पानी भी टिके अच्छे देखूँ पिला माने एठी सेल्फी नौ भिडियो भी कर इंस्टाग्राम भिडियो तो जाओ एथर भी बहुत भल सिस्टम कर ग्रामवासी माने तो चलन टे ठाकुर आणु बुली आसिया तो आग कैमेरा करुले फ्रंट कैमेरा मुझे तो देखूँ कलिंग राजा निश्चिंता एथर ना दे बहुत भल लगुच भल लगे एथर आसिकी बहुत भल लगे ठाकुर दर्शन कली सहित भी एंजॉय कली पूजारे सेपटे किसी पिला फोटो उठाऊँ देखिपे तो आप देखिपे तीन गेट कि भाव में लाइन लगी तो यहाँ हूँ केदारनाथ गेट आप देखिए केदारनाथ मंदिर उत्तराखंड तो यहाँ हूँ मेन गेट तार तो यहाँ सब गेट मु वीडियो कर तो देखूँ तो सर्वप्रथम लिपुन आगे आगे जाऊँगी तो भीतर जावा वाह तो ये आम गाँ पिला कि सुरताई मुन्ना सब देखा तो ये भी बहुत साजसजा है
ତ ଚିନୁ ଅଛି, ଚିନୁ ଛିଡ଼ା ହେଇଛି ଆମ ଗାଁ ପିଲା। ଆମ ଗାଁରୁ ବି କିଛି ପିଲା ମଥୁରୁ ବହୁତ ପିଲା ଆସୁଛନ୍ତି। ତ ସିଧାସଳଖ ଆପଣ ଦେଖିପାରୁଥିବେ ଏଠି ଗୋଟେ ଗଣେଶ ମୂର୍ତ୍ତି ଅଛି। ବର୍ଷା ପରେ ବି ବହୁତ ଲୋକ ହୋଇଛନ୍ତି ଏଥର। ଯାହା ବି ହେଉ ଆମେ ଫାଙ୍କା ବର୍ଷା ଛାଡ଼ିଲା ପରେ ଆମେ ଆସିଛୁ। ତ ମୁଁ ଆପଣମାନଙ୍କୁ କହିଥିଲି ସର୍ବପ୍ରଥମେ ମେଲୋଡ଼ି ପ୍ରୋଗ୍ରାମ୍ ହେଉଛି। ତ ଆପଣମାନେ ଦେଖିପାରୁଥିବେ ସିଧାସଳଖ ମେଲୋଡ଼ି ପ୍ରୋଗ୍ରାମ୍ ହେଉଛି। ଲୋକ ବି ବହୁତ ହେଉଛନ୍ତି। ମୁଁ ଜୁମ୍ କରି ଦେଖାଉଛି। ତ ସାଉଣ୍ଡ କ'ଣ ପାଇଁ ଆସୁନି ମୁଁ ବି ଜାଣିନି। ତ ମୋର ସେଟିଂରେ କିଛି ଭୁଲ ଭାଲ ଥିବ। ତ ତେଣୁକରି ସାଉଣ୍ଡଟା ଆସୁନାହିଁ। ତ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ତ ଯାହା ବି ହେଉ ଆପଣ ଦେଖନ୍ତୁ ଗଣେଶ ପୂଜା ଉପଲକ୍ଷେ ଏଠି ଉଗ୍ରତାରାରେ ମେଲୋଡ଼ି ପ୍ରୋଗ୍ରାମ୍ ହେଉଛି। ତ ବହୁତ ଲୋକ ବି ଅଛନ୍ତି। ତ ଏଇଟା ଗାଁ ଛକି ମୁଣ୍ଡରେ ହେଉଛି। ଯାହା ହେଉ ଚଳିତ ବର୍ଷ ଗଣେଶ ପୂଜା ବହୁତ ଧୁମଧାମରେ ପାଳିତ ହୋଇଯାଇଛି। ନିଶ୍ଚିନ୍ତର ଏଥର ଆମର ମେଲୋଡ଼ି ପ୍ରୋଗ୍ରାମ୍ ହେଇନି। ଆରଥର ହେଇଥିଲା। ଆରଥର ବି ଭିଡ଼ିଓ କରିଥିଲି, ପୋଷ୍ଟ କରିଥିଲି ପୂର୍ବ ଭିଡ଼ିଓରେ। ତ ଏଥର ବର୍ଷା ପାଇଁ କି କ'ଣ ବାତିଲ କରିଦେଇଛନ୍ତି, ହେଇନାହିଁ। ତ ଉଗ୍ରତାରାରେ ଯାହା ବି ହେଉ ମେଲୋଡ଼ି ହେଉଛି। ତ ଦେଖନ୍ତୁ କିଭଳି ସୁନ୍ଦର ଭାବରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି କୁନି ଝିଅ, ସୁନ୍ଦର ଲାଗୁଛି। ତ ବହୁ ଗାଁ ଲୋକ ବି ଦେଖୁଛନ୍ତି, ଆଉ କିଛି ପିଲା ବି ଆସୁଛନ୍ତି ଦୂର ଦୂର ବାଟରୁ। ଆମେ ବି ଯେମିତି ମଥୁରୁ ଆସୁଛୁ ଦେଖୁଛୁ। ଯାହା ହେଉ ଆସିକି ବହୁତ ଭଲ ଲାଗିଲା, ବୁଲାବୁଲି ହେଇଗଲା। 3-4 ଦିନ ପରେ ଆମେ ଆସିଲୁ। ଯେହେତୁ ବର୍ଷା ଲାଗି ରହିଥିଲା ସେଥିପାଇଁ ଆମେ ଆସିନଥିଲୁ। ତାପରେ ଦୋକାନ କାମରେ ଟିକେ ବ୍ୟସ୍ତ ରହୁଛି। ତ ସେଥିପାଇଁ ବି ମୁଁ ଆସିପାରୁନଥିଲି, ଆଉ ଭିଡ଼ିଓ ବି ଆସିପାରୁନଥିଲା। ତ ଏବେ ସବୁଦିନ ଭିଡ଼ିଓ ଆସିବ, କାହିଁକିନା ଗଣେଶ ପୂଜା କତରୁ ଆମର ଭିଡ଼ିଓ ଚାଲିଲା। ଗଣେଶ ପୂଜା ଭିଡ଼ିଓ ଆପଣମାନେ ଦେଖିଥିଲେ। ତ ଏ ଭିଡ଼ିଓ ବି ଆପଣମାନେ ଦେଖିବେ ୟୁଟ୍ୟୁବ୍ ଚ୍ୟାନେଲ୍ ଯାଇ ଭାଇଜଡ଼ ବ୍ଲଗ୍। ତ ଆଗକୁ ବିଶ୍ୱକର୍ମା ପୂଜା ହେଉଛି। ବିଶ୍ୱକର୍ମା ପୂଜା ପରେ ଗଣେଶ ପୂଜା, ଗଣେଶ ପୂଜା ପରେ ଲକ୍ଷ୍ମୀ ପୂଜା, ଲକ୍ଷ୍ମୀ ପୂଜା ପରେ ଆମର କାଳୀ ପୂଜା, ଦୀପାବଳି। ତ ଅନେକ ଭିଡ଼ିଓ ବି ଆସିବ। ଏବେ ଧୀରେ ଧୀରେ ସବୁ ଭିଡ଼ିଓ ଆସିବ। ଆପଣମାନେ ଅନୁରୋଧ, ଯେଉଁମାନେ ବି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଛନ୍ତି ସେମାନେ ମୋ ଭିଡ଼ିଓକୁ ଫଲୋ ୱାଚ୍ କରନ୍ତୁ। ଯେଉଁମାନେ ବି ନ କରିଛନ୍ତି ସେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍ ଦବାନ୍ତୁ। ଯେକୌଣସି ଭିଡ଼ିଓ ମୁଁ ଅପଲୋଡ଼ କରିବି ତ ଆପଣଙ୍କ ପାଖକୁ ସର୍ବପ୍ରଥମ ନୋଟିଫିକେସନ୍ ଯିବ। ମୋର ଏତିକି ଆପଣମାନଙ୍କୁ ଅନୁରୋଧ।